तो गाइस आपण माने ये गीत शुଣିଛନ୍ତି कि जोटा कि होउछि तू जोठी रह जेमिति रह तो ठारू मु दूरेई जिबि तते भूलिबाको समय नेबी तते भूलिबाको समय नेबी किंतु भूली जीवी। तो नमस्ते को तो समस्त प्रेज द लॉर्ड आशा करे आपण समस्त भलो थे खुशी रे थे प्रभु का आशीर्वाद अनुग्रह रे मो के स्वागत करछि मोर पुणी एक ब्लॉग रे जोटा कि होछि 10 नंबर ब्लॉग नंबर 10 तो 9 नंबर ब्लॉग जे भी देखि ना आती जाई फटाफट देखि दियंतु गाइना बहुत सुंदर सुंदर गीत सेतरे गाइछि बहुत बढ़िया रे आउ वॉइस भी आछि तो आपण माने जाई फटाक से देखि नियंतु आई लाइक शेयर कमेंट निश्चय कर देबे अवश्य आपण माने के देखु ना करू ना छाड़ से अला कथा आउ दिन ना दिन निश्चय करेंगे आउ बर्तमान स्ट्रगलिंग टाइम चलती आउ स्ट्रगलिंग टाइम रे तो एमती हुए 10-15 व्यूज 20-25 2टा लाइक गोटे लाइक ए सपोर्ट कले लगुच आगु वीडियो बने बंद कर देबी ना खत्म। नहीं नहीं एमती गोटे हम कि कैसा लगा मेरा मजाक? एमती करबिनी वीडियो तो बंद हो ना गाइस जेमती भी हो कंटेंट आगु बढ़िया पड़ो आउ जोटा भी कंटेंट हो गाइस एटा भी तो गोटे वन टाइप ऑफ ब्लॉगिंग ना तो एटा को भी आगु बढ़ेवा तो से आगु को बढ़िबा आउ सुंदर गीत गोटे सुनिबा जोटार ना होची जे रूपर पसरा धरी डाकी नेला हाथ ठारी सरगर परिटिए बाट फुले तो हाते बसुलो मो घर माण सकाळु पढ़िबु लक्ष्मी पुराण लो ताते मोराण ताते मोराण ताते मोराण। तो गाइस ये गीत को टैग कर दियो तमर पसंदीदा मनीष सहित कहीं ना गीत बहुत सारा फीलिंग्स अच्छी यार आ गीत पूरा धमाकेदार गीतटा सो भल लगे निश्चय टैग करदेव तो शुभ सकाळ समस्त को गुड मॉर्निंग कहया भूली जाइए तो समस्त को गुड मॉर्निंग आउ मॉर्निंग केमती गुड हम प्रभु को अनुग्रह आशीर्वाद रू तो प्रभु का आशीर्वाद तो सब बड़े ही रुहे आम उपरे आपण मान थाऊ सब बेले तो से प्रभु अनुग्रह पाई गोटे छोट प्रभुंर गीत गाइबा जोटा कि होची कही गल तुमे साखी हेब नहीं मोर नाम देखा जुगर शेष जाए अछि मो साथे तुम स्मरण करी शेष पथ स्मरण करी शेष पथ करो निवेदन तुमरी राज्य आसु तो बहुत शीघ्र प्रभुଙ୍କର राज्य आसीबो प्रभु निजे आसीबे आ सेते बेले को हमें भी जानि परिबानी जे को केमिति को मुहूर्त रे प्रभु आसी कि हम सहित थिबे अवश्य हमें सेते बेले को मु तो नथिबी बोधे मत लागुछि किंतु किछ कहि हबनी प्रभु का आगमन सन्निकट तो ता पे हमें प्रस्तुत होवा निहाती जरूरी अटे आउ प्रभु वाक्य जेपरि कुहे जे आउ तुमମାନଙ୍କର ହୃଦୟ ଯଦି ଛୋଟ ପିଲାଙ୍କ ପରି ନ ହୁଏ ତାହେଲେ ତୁମେମାନେ ସ୍ୱର୍ଗ ରାଜ୍ୟ ଦେଖିପାରିବ ନାହିଁ ଏହାର ବହୁତ ଗେହେରା ଅର୍ଥ ଅଛି ଆଉ ଆପଣମାନେ ତ ଜାଣିଥିବେ ମୁଁ ଆଉ କଣ କହିବି ଏ ବିଷୟରେ ତ ଆଜି ଆପଣମାନଙ୍କୁ ଗୋଟେ ଲୋକ ବିଷୟରେ କହିବି ଆଉ ଖ୍ରୀଷ୍ଟିଆନ ଲୋକ ଯିଏ ବି ମୋ ଭିଡିଓ ଦେଖୁଛ ଆଉ ଏ କଥା ଜାଣିଥିବ ଆଉ ଯଦି ବି ହିନ୍ଦୁ ଲୋକ କି ମୁସଲିମ ଯିଏ ବି ହଉ ଦେଖୁଛ ଗାଇଜ ଖାଲି କାହାଣୀଟା ଜାଣ ଗାଇସ୍ ଆକ୍ଚୁଆଲି କାହାଣୀରେ ଗୋଟେ ଗେହେରା କଥାଟା ଅଛି ସେଇଟାକୁ ବାସ୍ ଜାଣିବା ଦରକାର ନହେଲେ ରିଲିଜିୟସ ରେ ମୁଁ ତ ଆଉ କିଛି କହିବାକୁ ଚାହେଁନି କଣ ଖ୍ରୀଷ୍ଟିଆନ ହିନ୍ଦୁ ଏଗୁଡା ସବୁ ତ ମଣିଷର ତିଆରି ଆଉ ମଣିଷ ମାନେ ହିଁ ଏଗୁଡା ସବୁ ବନେଇଛନ୍ତି ତ ଆମେ ରିଲିଜିୟସ ଉପରେ କଥା ହବା ନାହିଁ
ଆଉ ମୋ ଭିଡ଼ିଓ ମୁଁ ଆରମ୍ଭ କରେ ପ୍ରଭୁଙ୍କ ଅନୁଗ୍ରହରୁ ଆଉ ଆପଣମାନଙ୍କ ସାହାଯ୍ୟ ଆଉ ଆଶୀର୍ବାଦରୁ। ତ ସେଥିପାଇଁ ଏଇଟା କୌଣସି ରିଲିଜିୟସ୍ ନାହିଁ। ବାସ୍ ଜାଣିଥାଅ ଯେ ଲୋଟ ବୋଲି ଗୋଟେ ଲୋକ ଥିଲା ଆଉ ଅବ୍ରାହମକୁ ତ ଆପଣମାନେ ଜାଣିଥିବେ। ଲୋଟକୁ ଯେତେବେଳେ ଆଉ କୁହାଗଲା ତୁ ଯା ସେ ପାହାଡ଼ ଉପରକୁ ଚଢ଼େ, ତା ପାଖରେ ଦିଟା ରାସ୍ତା ଥିଲା ଗାଇସ୍। ଗୋଟେ ଥିଲା ପାହାଡ଼ ମାନେ କଷ୍ଟ ରାସ୍ତାଟା, ଆଉ ଗୋଟେ ଥିଲା ସମତଳ ରାସ୍ତା ଯୋଉଟା କି ଶାନ୍ତିରେ ଆଉ ଭଲରେ ଜୀବନ ଯାପନ କରିବାର ରାସ୍ତା, ପୁରା ସରଳ ଜୀବନ। ତ ଲୋଟ କଣ କଲା ଆଉ ପାହାଡ଼ କଷ୍ଟ ରାସ୍ତାକୁ ସେ ବାଛିଲାନି, କହିଲା ମୁଁ ପାହାଡ଼ ଯିବିନି, ମୁଁ ପଡ଼ିଯିବି ଆଉ ଡରିଯିବି। ସେଥିପାଇଁ ସେ ସମତଳ ରାସ୍ତା ବାଛିଲା ଆଉ ସମତଳ ରାସ୍ତାରେ ହିଁ ସେ ଚାଲିଲା। ତ ସେଇ ବାଟ ଦେଇକି ସେ ଯେମିତି ଗଲା ଚାଲିଲା ଆଉ ସମତଳ ରାସ୍ତା ହଉଛି ଗୋଟେ ଉଦାହରଣ ଗାଇସ୍। ଯେମିତି କି ହଉଛି ଭଲରେ ରହିବା, ମୋ ଜୀବନରେ କୌଣସି କଷ୍ଟ ନ ଆସୁ ଆଉ ମୁଁ ସବୁବେଳେ ଖୁସିରେ ରହୁ ଆଉ ମୋ ଜୀବନ ଟା ସେମିତି ହିଁ ଚାଲିଥାଉ, ଖାଇବା ପିଇବା ବୁଲିବା ଏତିକି ତ ଜୀବନ ଟା ଆଉ କଣ ଅଛି କି। ଏଇଟା ହଉଛି ସମତଳ ରାସ୍ତା ଆକ୍ଚୁଆଲିରେ। ତ ଏଇ ରାସ୍ତାରେ ସେ ଯିବା ପାଇଁ ଚାହିଁଲା, ଗଲା ବହୁତ ଦୂର ଯାଏ ଜୀବନ ଯାପନ କଲା। କିନ୍ତୁ ଗୋଟେ ଦିନ ଆଉ ତାର ଜ୍ୱାଇଁ ମାନେ ଯିଏ ଆଉ ତା ଝିଅ ମାନଙ୍କୁ ବାହା ହେଇଥିଲେ, ସେମାନେ ମଧ୍ୟ ତାକୁ ଗୋଟେ ଦିନ ଆଉ ଅସମ୍ମାନ କଲେ, ତାକୁ ସମ୍ମାନ ଦେଲେ ନାହିଁ। ଆଉ ବହୁତ ମାନେ ଭାବି ପାରୁଥିବେ ଗାଇସ୍, ଗୋଟେ ନିଜ ତମେ ଶ୍ୱଶୁର ହେଇକି ଯଦି ତମକୁ ତମର ଜ୍ୱାଇଁ ମାନେ ସମ୍ମାନ ଦେବେନି ଆଉ ଯା ତୁ ତୋର କରେ, ତୁ କିଏ କହିବା ପାଇଁ, ତୁ ଏମତି ତୁ ସେମତି, ଏମିତି ସବୁ କଥାବାର୍ତ୍ତା କରିବା ଯଦି କହିବ ଜଣେ କହିଲେ ସେଇଟା ବହୁତ ଖରାପ ବିଷୟ ଏକା। ମାନେ ଏତେ ମୁଁ ଆଉ ଏମାନଙ୍କ ପାଇଁ କଲି, ଏମାନେ ମୋ ପାଇଁ ଏମିତି କଲେ ଆଉ ମତେ ଏମିତି ବ୍ୟବହାର କରୁଛନ୍ତି। ତ ଏମିତି ଥାଇକି ତା ପାଖରେ ସବୁ କିଛି ଥିଲା ଆଉ ତଥାପି ସେ ଆଉ କଷ୍ଟ ପାଉଥିଲା। ଆଉ ତାକୁ ପରେ ଯାଇକି ରିଏଲାଇଜ ହେଲା ଯେ ଆଉ ପଇସା ଧନ ସମ୍ପତ୍ତି ଏଗୁଡା ସବୁ କିଛି ଆଉ ମାଇନେ ନାହିଁ। ଆଉ ଜୀବନରେ କଷ୍ଟ ଆସିବା ହଉଛି ବହୁତ ବଡ ଅନୁଗ୍ରହର ବିଷୟ ଆଉ ଆଶୀର୍ବାଦର ବିଷୟ। କାହିଁକି ନା ଯେମିତି ତରକାରୀରେ ଲୁଣ ଯେମିତି ଜରୁରୀ, ଟିକେ ଯେମିତି ତରକାରୀରେ ଲୁଣ ଜରୁରୀ ଆଉ ଲୁଣ ନ ପଡିଲେ ଟେଷ୍ଟ ହୁଏନି, ସେଇପରି ଜୀବନରେ ଆଉ ଭଲ ସହିତ ମନ୍ଦ ବି ହେବା ବହୁତ ଜରୁରୀ। କାହିଁକି ନା ଆମେ ଭଲ ମନ୍ଦ ଆଉ ଜାଣିବାର ଜ୍ଞାନ ଆମ ପାଖରେ କିଏ ଦେଇଛି ଆପଣ ମାନେ ଜାଣିଛନ୍ତି କି? ସଇତାନ ଆମକୁ ଏସବୁ ଦେଇଛି, ଭଲ ମନ୍ଦ ଜ୍ଞାନ ଜାଣିବାଟା। ଆକ୍ଚୁଆଲି ଆମେ ଭଲ କୋଉଟା ମନ୍ଦ କୋଉଟା ଏଇଟା ଆମେ ଜାଣିପାରିବାନି କି ଚିହ୍ନି ପାରିବାନି। ଏଇଟା ହଉଛି ଆମର ମାଇଣ୍ଡ ସେଟ, ଯୋଉଟା କି ସଇତାନ ଆମକୁ ଦେଖାଏ ଯେ ଆଉ ଏଇଟା ଭଲ ଏଇଟା ଖରାପ, ଏଇଟା କରନା ଏଇଟା ଭଲ ନାହିଁ, ସେଟା କରନା ସେଟା ଇଏ ସେଟା କରେ। ଏଇ ଯାକ ସବୁ ହଉଛି ସୈତାନର ଖେଳ ଗାଇସ୍। ଆକ୍ଚୁଆଲି ସୈତାନ ଭଲ ବିଷୟ ବି କହିବ, ଖରାପ ବିଷୟ ବି ମଧ୍ୟ କହିବ। ତାପରେ ଆପଣ ମାନେ ଜାଣିପାରିବେନି ଯେ ଆପଣ ମାନଙ୍କୁ କହିବ ଯେ ଆଉ ଏଇଟା କରେ ଭଲ ଜିନିଷ, ତାପରେ ସେଇଟା କଲା ପରେ ତାପରେ କହିବ ଯେ ଏଇଟା କରିଦେଲୁ ତୁ ବହୁତ ଭଲ ଭୁଲ କଲୁ, କଣ କରିବୁ ଏବେ, ଏମିତି ଯାକ ଆଉ ନିଜକୁ ନିଜେ କନଫ୍ୟୁଜ କରେଇବ ଗାଇସ୍। ଆକ୍ଚୁଆଲି ସୈତାନ ମାଇଣ୍ଡ ସେଟ ଜାଣିବା ବହୁତ ମୁସ୍କିଲ କାମ। ତ ମୁଁ ବି ବେଳେ ବେଳେ ଆଉ ପଡିଯାଏ ସୈତାନ ହାବୁଡରେ, କିନ୍ତୁ ମୁଁ ଚେଷ୍ଟା କରେ ଆଉ ବାହାରିବା ପାଇଁ। ପ୍ରଭୁ ସାହାଯ୍ୟ କରନ୍ତି, ଅନୁଗ୍ରହ କରନ୍ତି। ତ ଆପଣ ମାନେ ମଧ୍ୟ ଯଦି ଏଇଭଳିଆ କିଛି ସିଚୁଏସନ ଆସୁଛି ତାହେଲେ ମେସେଜ କରନ୍ତୁ, ମୁଁ ଆପଣ ମାନଙ୍କୁ ଆଉ ନିଶ୍ଚୟ କିଛି କୋଉ ବିଷୟରେ ସାହାଯ୍ୟ କରିପାରିବି। ଆଉ ତ ଆଜିର କଥା ଏତିକି ଥାଉ। ପ୍ରଭୁଙ୍କ ଅନୁଗ୍ରହର ନେକ୍ସଟ କିଛି କଥା ଅବ୍ରାହମଙ୍କ ବିଷୟରେ କାଲି ମୁଁ ଆପଣ ମାନଙ୍କୁ ଆଉ ଗୋଟେ ନେକ୍ସଟ ବ୍ଲଗରେ ନିଶ୍ଚୟ କହିବି। କାହିଁକି ନା କଥା ବହୁତ ଚାଲିଥିବ ଗାଇସ୍। ଗୀତ ଆମେ ଶୁଣିବା, ଗୋଟେ ସୁନ୍ଦର ଗୀତ, ସୁପରହିଟ ଗୀତ ଯାହାର ନାଁ ହଉଛି ଆଜି କାଇଁ ପୃଥିବୀଟା ଲାଗୁଛି ନିଆରା, ଆଖିରେ ନାଚୁଛି ଖାଲି ଗୋଟିଏ ଚେହେରା।
ଆକ୍ଚୁଆଲି ଚାନ୍ଦ ତାରା ତ ରାତିରେ ହବ, ଦିନ ବେଳେ ଖାଲି ଖରା ହିଁ ହବ। ତ ପାଗଟା ଭଲ ଦେଇଛି, ସେଥିପାଇଁ ଗାଇସ୍ ଏଇ ଗୀତଟି ଆପଣମାନଙ୍କୁ ଡେଡିକେଟ କଲି। ତ ଗାଇସ୍ ଆଜି ପାଇଁ ଏତିକି ହିଁ, ଆଗକୁ ଆହୁରି ବହୁତ କିଛି ଦେଖିବା, ବହୁତ କିଛି ଶୁଣିବା, ଆଉ ବହୁତ କିଛି ଶିଖିବାକୁ ମିଳିବ। ତ ଭିଡିଓଟିକୁ ଏଇଠି ମୁଁ ଏଣ୍ଡ କରିଦଉଛି। ଯୋଉମାନେ ଭିଡିଓ ଦେଖୁଛ ଗାଇସ୍ ପ୍ଲିଜ ଗୋଟେ ଲାଇକ୍ କରିଦିଅ ଗାଇସ୍, ଗୋଟେ ଲାଇକ୍ କରିଦିଅ, ଲାଷ୍ଟ ପର୍ଯ୍ୟନ୍ତ ଭିଡିଓକୁ ଟିକେ ଦେଖ। ଦେଖିବ ମଝିରେ ମଜା ଆସିବ ଗାଇସ୍, ଆପଣ ମଝି ଯାଏ ଭିଡିଓକୁ ଦେଖିବ ମାନେ ମଜା ଆସିବ ଆକ୍ଚୁଆଲିରେ। ଆଉ ଦେଖ ଗାଇସ୍, ଆଉ ଲାଇକ୍ କରିଦିଅ। ରହିଲି, ପ୍ରେଜ୍ ଦ ଲର୍ଡ ସମସ୍ତଙ୍କୁ।